ସାଇବାବାଙ୍କ ମାର୍ଗରେ ଆମକୁ ଏହା ଶିକ୍ଷା ମିଳୁଛି ଯେ ଆମେ ଅନ୍ୟ ସନ୍ଥମାନଙ୍କର ବଚନର ଉଚିତ ଆଦର କରିବା ଆବଶ୍ୟକ। କିନ୍ତୁ ଏଥିସହ ଏହା ମଧ୍ୟ ପ୍ରୟୋଜନ ଯେ ଆମେ ଆମର ମା ବା ଗୁରୁଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ତାଙ୍କର ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ। କାରଣ ଅନ୍ୟ ଲୋକମାନଙ୍କ ତୁଳନାରେ ସେମାନେ ଆମର କଲ୍ୟାଣ କଥା ଅଧିକ ଚିନ୍ତା କରିଥାନ୍ତି। ବାବାଙ୍କର ନିମ୍ନଲିଖିତ ବଚନକୁ ହୃଦୟ ପଟଳରେ ଅଙ୍କିତ କରିନିଅ। ଏହି ବିଶ୍ୱରେ ଅସଂଖ୍ୟ ସନ୍ଥ ରହିଛନ୍ତି, କିନ୍ତୁ ତୁମର ପିତା ଗୁରୁ ହିଁ ପ୍ରକୃତ ପିତା, ସଚ୍ଚା ଗୁରୁ ଅଟନ୍ତି। ଅନ୍ୟମାନେ ଯେତେ ବି ମଧୁର ବଚନ କୁହନ୍ତୁ ନା କାହିଁକି, କିନ୍ତୁ ନିଜର ଗୁରୁଙ୍କ ଆଦେଶକୁ କେବେ ଭୁଲିବା ଉଚିତ ନୁହେଁ। ସଂକ୍ଷେପରେ ସାର ହେଉଛି କି ଶୁଦ୍ଧ ହୃଦୟରେ ତୁମର ଗୁରୁଙ୍କୁ ପ୍ରେମ କର, ତାଙ୍କର ଶରଣାଗତ ହୁଅ ଏବଂ ଶ୍ରଦ୍ଧାପୂର୍ବକ ସାଷ୍ଟାଙ୍ଗ ନମସ୍କାର କର। ତାପରେ ତୁମେ ଦେଖିବ ଯେ ତୁମ ସମ୍ମୁଖରେ ଭବସାଗରର ଅସ୍ତିତ୍ୱ ଏପରି ହୋଇଯିବ ଯେପରି ସୂର୍ଯ୍ୟଙ୍କ ସମ୍ମୁଖରେ ଅନ୍ଧକାର ଅଦୃଶ୍ୟ ହୋଇଯାଏ।